ଶାନ୍ତି 28 ନଭେମ୍ବର 2025 ପ୍ରାତଃ ମୁରଲି ବାବା କହୁଛନ୍ତି ମିଠେ ବଚ୍ଚେ। ଏହା ହେଉଛି ଭୁଲ ଭୁଲେଇଆର ଖେଳ। ତୁମେମାନେ ବାରମ୍ବାର ବାବାଙ୍କୁ ଭୁଲି ଯାଉଛ। ଯଦି ନିଶ୍ଚୟ ବୁଦ୍ଧି ହୋଇଯିବ ତେବେ ଏହି ଖେଳରେ ଫସିବ ନାହିଁ। ଏହା ହେଉଛି ଭୁଲ ଭୁଲେଇଆର ଖେଳ। ତୁମେମାନେ ବାରମ୍ବାର ବାବାଙ୍କୁ ଭୁଲି ଯାଉଛ। ଯଦି ନିଶ୍ଚୟ ବୁଦ୍ଧି ହୋଇଯିବ ତେବେ ଏହି ଖେଳରେ ଫସିବ ନାହିଁ। ପ୍ରଶ୍ନ: ବିନାଶର ସମୟ ନିକଟରେ ଦେଖିବା ପରେ ତୁମମାନଙ୍କର କର୍ତ୍ତବ୍ୟ କ'ଣ? ବିନାଶର ସମୟ ନିକଟରେ ଦେଖିବା ପରେ ତୁମମାନଙ୍କର କର୍ତ୍ତବ୍ୟ କ'ଣ? ଉତ୍ତର: ତୁମର କର୍ତ୍ତବ୍ୟ ହେଲା ନିଜର ପାଠପଢ଼ାରେ ଭଲ ଭାବରେ ଲାଗି ପଡ଼ିବା। ଅନ୍ୟ କୌଣସି କଥାରେ ଯିବାର ନାହିଁ। ବାବା ତୁମକୁ ନୟନରେ ବସାଇ ଗଳାର ହାର କରି ସାଥିରେ ନେଇଯିବେ। ବାକି ତ ସମସ୍ତଙ୍କୁ ନିଜ ନିଜର ହିସାବ କିତାବ ଚୁକ୍ତ କରି ଯିବାକୁ ହେବ। ବାବା କେବଳ ଆସିଛନ୍ତି ସମସ୍ତଙ୍କୁ ନିଜ ସାଥିରେ ଘରକୁ ନେଇଯିବା ପାଇଁ। ଗୀତ: ଦୂର ଦେଶ କା ରେହନେ ୱାଲା। ଓମ୍ ଶାନ୍ତି। ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବସି ବୁଝାଉଛନ୍ତି। ଖାସ୍ ଭାରତ ଏବଂ ସାଧାରଣତଃ ସାରା ବିଶ୍ୱରେ ମନୁଷ୍ୟମାନେ ଶାନ୍ତି ଚାହୁଁଛନ୍ତି। ତେବେ ଏକଥା ବୁଝିବା ଦରକାର ଯେ ନିଶ୍ଚିତ ଭାବରେ ବିଶ୍ୱର ମାଲିକ ହିଁ ବିଶ୍ୱରେ ଶାନ୍ତି ସ୍ଥାପନ କରିଥାନ୍ତି। ତେଣୁ ଈଶ୍ୱରୀୟ ପିତାଙ୍କୁ ହିଁ ଡାକିବା ଦରକାର ଯେ ଏଠାକୁ ଆସି ବିଶ୍ୱରେ ଶାନ୍ତି ଖେଳାଇ ଦିଅ। କିନ୍ତୁ କାହାକୁ ଡାକିବେ ଏକଥା ମଧ୍ୟ ବିଚରାଙ୍କୁ ଜଣା ନାହିଁ। ଏହା ସାରା ବିଶ୍ୱର କଥା ଅଟେ ନା? ସାରା ବିଶ୍ୱରେ ସମସ୍ତେ ଶାନ୍ତି ଚାହୁଁଛନ୍ତି। ବାସ୍ତବରେ ଶାନ୍ତିଧାମ ଅଲଗା, ଯେଉଁଠି ବାବା ଏବଂ ଆତ୍ମାମାନେ ରହୁଛନ୍ତି। ଏକଥା ମଧ୍ୟ ବେହଦ୍ର ବାବା ବୁଝାଉଛନ୍ତି। ବର୍ତ୍ତମାନ ଏହି ଦୁନିଆରେ ତ ଅନେକ ମନୁଷ୍ୟ ଅଛନ୍ତି ଏବଂ ଅନେକ ଧର୍ମ ମଧ୍ୟ ରହିଛି। କହୁଛନ୍ତି ଏକ ଧର୍ମ ହୋଇଗଲେ ଶାନ୍ତି ହେବ। ତେବେ ସବୁ ଧର୍ମ ମିଶି ଏକ ତ ହୋଇପାରିବ ନାହିଁ। ତ୍ରିମୂର୍ତ୍ତିର ମହିମା ମଧ୍ୟ ରହିଛି। ତ୍ରିମୂର୍ତ୍ତିର ଚିତ୍ର ମଧ୍ୟ ବହୁତ ରଖୁଛନ୍ତି। ଏକଥା ମଧ୍ୟ ଜାଣିଛନ୍ତି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା। କାହାର? କେବଳ କ'ଣ ଶାନ୍ତିର କି? ଶାନ୍ତି ଏବଂ ସୁଖ ଉଭୟର ସ୍ଥାପନା ହେଉଛି ଏହି ଭାରତରେ ହିଁ। 5000 ବର୍ଷ ପୂର୍ବେ ଯେତେବେଳେ ଏମାନଙ୍କର ରାଜ୍ୟ ଥିଲା ସେତେବେଳେ ନିଶ୍ଚୟ ବାକି ସବୁ ଜୀବ ଆତ୍ମାମାନେ ଜୀବକୁ ଛାଡ଼ି ନିଜର ଘରକୁ ଯାଇଥିବେ। ବର୍ତ୍ତମାନ ସମସ୍ତେ ଚାହୁଁଛନ୍ତି ଗୋଟିଏ ଧର୍ମ, ଗୋଟିଏ ରାଜ୍ୟ, ଗୋଟିଏ ଭାଷା ହେଉ। ଏବେ ତୁମେମାନେ ଜାଣୁଛ ଯେ ବାବା ଶାନ୍ତି ସୁଖ ସମ୍ପତ୍ତିର ସ୍ଥାପନା କରୁଛନ୍ତି। ଗୋଟିଏ ରାଜ୍ୟ ନିଶ୍ଚିତ ଏହିଠାରେ ହିଁ ହେବ ନା? ଗୋଟିଏ ରାଜ୍ୟର ସ୍ଥାପନା ହେଉଛି, ଏହା କୌଣସି ନୂଆ କଥା ନୁହେଁ। ଅନେକ ଥର ଗୋଟିଏ ରାଜ୍ୟର ସ୍ଥାପନା ହୋଇଛି। ପରେ ପୁଣି ଅନେକ ଧର୍ମ ସବୁ ଆସିବା ଦ୍ୱାରା ସୃଷ୍ଟି ରୂପୀ ବୃକ୍ଷ ବୃଦ୍ଧି ହୋଇଯାଉଛି। ପୁଣି ବାବାଙ୍କୁ ଆସିବାକୁ ପଡ଼ୁଛି। ତେବେ ଆତ୍ମା ହିଁ ଶୁଣୁଛି, ପଢ଼ୁଛି। ଆତ୍ମାରେ ହିଁ ସବୁ ସଂସ୍କାର ରହିଛି। ମୁଁ ଆତ୍ମା ଭିନ୍ନ ଭିନ୍ନ ଶରୀର ଧାରଣ କରୁଛି। ପିଲାମାନଙ୍କର ଏହି ନିଶ୍ଚୟ ହେବାରେ ହିଁ ବହୁତ ପରିଶ୍ରମ ଲାଗୁଛି। କହୁଛନ୍ତି ବାବା ଆମେ ଘଡ଼ି ଘଡ଼ି ଆପଣଙ୍କୁ ଭୁଲି ଯାଉଛୁ। ବାବା ବୁଝାଉଛନ୍ତି ଏହା ଭୁଲ ଭୁଲେଇଆର ଖେଳ। ଏଥିରେ ତୁମେ ଯେପରି ଫସି ଯାଇଛ ଜଣା ନାହିଁ ଆମେ ନିଜର ଘର ଅଥବା ରାଜଧାନୀକୁ କିପରି ଯିବୁ। ଏବେ ବାବା ବୁଝାଉଛନ୍ତି ଆଗରୁ କିଛି ଜାଣିନଥିଲ। ଆତ୍ମା କେତେ ପଥର ବୁଦ୍ଧି ହୋଇଯାଉଛି। ପଥର ବୁଦ୍ଧି ଏବଂ ପାରସ ବୁଦ୍ଧିର ଗାୟନ ଭାରତରେ ହିଁ ରହିଛି। ପଥର ବୁଦ୍ଧି ରାଜା ଏବଂ ପାରସ ବୁଦ୍ଧି ରାଜାମାନେ ଏହିଠାରେ ହିଁ ଅଛନ୍ତି। ପାରସନାଥଙ୍କ ମନ୍ଦିର ମଧ୍ୟ ରହିଛି।
ଏବେ ତୁମେ ମାନେ ଜାଣୁଛ ଆମେ ଆତ୍ମା ମାନେ ଅଭିନୟ କରିବା ପାଇଁ କେଉଁଠୁ ଆସିଛୁ। ଆଗରୁ କିଛି ହେଲେ ଜାଣିନଥିଲୁ। ଏହାକୁ କଣ୍ଟାର ଜଙ୍ଗଲ କୁହାଯାଉଛି। ବର୍ତ୍ତମାନ ସାରା ଦୁନିଆ ହିଁ କଣ୍ଟାର ଜଙ୍ଗଲ। ଫୁଲର ବଗିଚାରେ ନିଆଁ ଲାଗିଥିବାର କଥା କେବେ ଶୁଣି ନଥିବ। ସର୍ବଦା ଜଙ୍ଗଲରେ ହିଁ ନିଆଁ ଲାଗିଥାଏ। ଏହା ମଧ୍ୟ ଜଙ୍ଗଲ ଅଟେ। ଏଥିରେ ନିଶ୍ଚୟ ନିଆଁ ଲାଗିବ। ଭମ୍ଭୋର ସିନ୍ଧର ଏକ ପ୍ରାଚୀନ ସହର। ସାରା ବିଶ୍ୱକୁ ନିଆଁ ଲାଗିବ। ଏହି ସାରା ଦୁନିଆକୁ ଭମ୍ଭୋର କୁହାଯାଉଛି। ଏବେ ତୁମେ ବାବାଙ୍କୁ ଜାଣି ଯାଇଛ। ତାଙ୍କ ସମ୍ମୁଖରେ ବସିଛ। ତୁମେ ମାନେ ଯେଉଁ ଗାୟନ କରୁଥିଲ ତୁମ ସହିତ ବସିବୁ, ବାସ୍ତବରେ ସେ ସବୁ ଏବେ ହେଉଛି। ଭଗବାନ ବାଚ ଅର୍ଥାତ୍ ଭଗବାନ ସ୍ୱୟଂ କହୁଛନ୍ତି। ତେଣୁ ନିଶ୍ଚୟ ପଢ଼ିବ ନା। ଭଗବାନ ବାଚ ମଧ୍ୟ ସନ୍ତାନମାନଙ୍କ ପାଇଁ ହିଁ ହେବ ନା। ତୁମେ ମାନେ ଜାଣିଛ ନିଜେ ଭଗବାନ ପାଠ ପଢ଼ାଉଛନ୍ତି। ଭଗବାନ କିଏ? ତେବେ ନିରାକାର ଶିବଙ୍କୁ ହିଁ ଭଗବାନ କୁହାଯିବ। ଭଗବାନ ଶିବଙ୍କର ପୂଜା ମଧ୍ୟ ଏହିଠାରେ ହିଁ ହେଉଛି। ସତ୍ୟ ଯୁଗରେ ପୂଜା ଆଦି ହୁଏ ନାହିଁ। ସେଠାରେ କେହି ଭଗବାନଙ୍କୁ ସ୍ମରଣ ମଧ୍ୟ କରନ୍ତି ନାହିଁ। ଭକ୍ତମାନଙ୍କୁ ସତ୍ୟଯୁଗୀ ରାଜଧାନୀର ଫଳ ମିଳୁଛି। ତୁମେମାନେ ଜାଣୁଛ ଆମେ ସବୁଠାରୁ ଅଧିକ ଭକ୍ତି କରିଛୁ। ସେଥିପାଇଁ ଆମେମାନେ ହିଁ ପ୍ରଥମେ ବାବାଙ୍କ ପାଖକୁ ଆସିଛୁ। ପୁଣି ଆମେମାନେ ହିଁ ପ୍ରଥମେ ରାଜଧାନୀକୁ ଆସିବୁ। ତେଣୁ ପିଲାମାନଙ୍କୁ ନୂଆ ଦୁନିଆରେ ଉଚ୍ଚ ପଦ ପାଇବା ପାଇଁ ପୁରା ପୁରୁଷାର୍ଥ କରିବା ଦରକାର। ପିଲାମାନଙ୍କର ଇଚ୍ଛା ହେଉଛି ଯେ ଏବେ ଆମେ ତୁରନ୍ତ ନୂଆ ଘରକୁ ଯିବୁ। ଆରମ୍ଭରେ ନୂଆ ଘର ଥିବ, ପରେ ପୁଣି ପୁରୁଣା ହୋଇଯିବ। ଘରେ ପିଲାମାନଙ୍କର ବୃଦ୍ଧି ହେବାକୁ ଲାଗିବ। ପୁତ୍ର ପୌତ୍ର ପ୍ରପୌତ୍ରମାନେ ପୁରୁଣା ଘରକୁ ଆସିବେ ନା। କହିବେ ଏହା ଆମର ଜେଜେ ଅଣଜେଜେଙ୍କର ଘର। ପଛରେ ମଧ୍ୟ ବହୁତ ଆସିବେ ନା। ଯେତେ ଜୋରରେ ପୁରୁଷାର୍ଥ କରିବ ସେଇ ଅନୁସାରେ ପ୍ରଥମେ ନୂଆ ଘରକୁ ଆସିବ। ପୁରୁଷାର୍ଥର ବହୁତ ସହଜ ଯୁକ୍ତି ବାବା ବୁଝାଉଛନ୍ତି। ଭକ୍ତିରେ ମଧ୍ୟ ପୁରୁଷାର୍ଥ କରିଥାନ୍ତି ନା। ଯେଉଁମାନେ ବହୁତ ଭକ୍ତି କରନ୍ତି ସେମାନଙ୍କ ନାମ ପ୍ରସିଦ୍ଧ ହୋଇଥାଏ। କେତେକ ଭକ୍ତଙ୍କର ଷ୍ଟାମ୍ପ ମଧ୍ୟ ବାହାର କରିଥାନ୍ତି। ଜ୍ଞାନର ମାଳା ବିଷୟରେ ତ କାହାକୁ ହେଲେ ଜଣା ନାହିଁ। ପ୍ରଥମେ ଜ୍ଞାନ ପରେ ଭକ୍ତି, ଏକଥା ତୁମ ବୁଦ୍ଧିରେ ଅଛି। ଅଧା ସମୟ ହେଉଛି ଜ୍ଞାନ। ସତ୍ୟଯୁଗ ତ୍ରେତାଯୁଗ। ଏବେ ତୁମେମାନେ ଜ୍ଞାନରେ ପରିପୂର୍ଣ୍ଣ ହେବାରେ ଲାଗିଛ। ଶିକ୍ଷକଙ୍କ ପାଖରେ ସର୍ବଦା ପୂର୍ଣ୍ଣ ଜ୍ଞାନ ରହିଥାଏ। ଛାତ୍ରମାନେ କ୍ରମ ଅନୁସାରେ ନମ୍ବର ରଖିଥାନ୍ତି। ଇଏ ହେଲେ ବେହଦର ଶିକ୍ଷକ, ତୁମେ ହେଲ ବେହଦର ଛାତ୍ର। ଛାତ୍ରମାନେ ତ କ୍ରମାନ୍ୱୟରେ ପାସ୍ ହେବେ, ଯେପରି କଳ୍ପ ପୂର୍ବରୁ ହୋଇଥିଲେ। ବାବା ବୁଝାଉଛନ୍ତି ତୁମେ ହିଁ 84 ଜନ୍ମ ନେଇଛ। 84 ଜନ୍ମରେ 84 ଜଣ ଶିକ୍ଷକ ହୋଇଥାନ୍ତି। ପୁନର୍ଜନ୍ମ ତ ନିଶ୍ଚୟ ନେବାକୁ ହିଁ ହେବ। ପ୍ରଥମେ ଦୁନିଆ ସତ୍ତ୍ୱ ପ୍ରଧାନ ଥାଏ, ପରେ ପୁଣି ଦୁନିଆ ପୁରୁଣା ତମୋ ପ୍ରଧାନ ହୋଇଯାଏ, ଯେଉଁଠାରେ ମନୁଷ୍ୟମାନେ ମଧ୍ୟ ତମୋ ପ୍ରଧାନ ହୋଇଥିବେ। ବୃକ୍ଷ ମଧ୍ୟ ପ୍ରଥମେ ନୂଆ ସତ୍ତ୍ୱ ପ୍ରଧାନ ହୋଇଥାଏ। ନୂଆ ପତ୍ର ବହୁତ ସୁନ୍ଦର ହୋଇଥାଏ। ତେବେ ଏହା ତ ବେହଦର ବୃକ୍ଷ ଅଟେ। ଏଥିରେ ଢେର ଧର୍ମ ରହିଛି। ତୁମ ବୁଦ୍ଧି ଏବେ ବେହଦ ଆଡ଼କୁ ଯିବ। କେତେ ବଡ଼ ବୃକ୍ଷ! ପ୍ରଥମେ ଆଦି ସନାତନ ଦେବୀ ଦେବତା ଧର୍ମ ହିଁ ହେବ। ପୁଣି ଭିନ୍ନ ଭିନ୍ନ ଧର୍ମ ସବୁ ଆସିବ। ତୁମେ ହିଁ 84 ଭିନ୍ନ ଭିନ୍ନ ଜନ୍ମ ନେଇଛ। ତାହା ମଧ୍ୟ ଅବିନାଶୀ ଅଟେ। ତୁମେ ଜାଣିଛ କଳ୍ପ କଳ୍ପ ଆମେ 84 ଜନ୍ମର ଚକ୍ରରେ ଘୁରୁଛୁ। 84 ଜନ୍ମର ଚକ୍ରରେ ଆମେ ହିଁ ଆସୁଛୁ। 84 ଲକ୍ଷ ଜନ୍ମ କୌଣସି ମନୁଷ୍ୟର ଆତ୍ମା ନେଉନାହିଁ। ଏପରି ତ ଭିନ୍ନ ଭିନ୍ନ ଜୀବଜନ୍ତୁ ଆଦି ଢେର ରହିଛନ୍ତି। ସେଗୁଡ଼ିକୁ କେହି ଗଣନା ମଧ୍ୟ କରିପାରିବେ ନାହିଁ। ମନୁଷ୍ୟର ଆତ୍ମା 84 ଜନ୍ମ ନେଉଛି। ତେଣୁ ଏହି ଅଭିନୟ କରି କରି ଏକଦମ୍ ଯେପରି ହାଲିଆ ହୋଇଯାଇଛନ୍ତି, ଦୁଃଖୀ ହୋଇଯାଇଛନ୍ତି। ସିଡ଼ି ଓହ୍ଲାଇ ସତ୍ତ୍ୱ ପ୍ରଧାନରୁ ତମୋ ପ୍ରଧାନ ହୋଇଯାଇଛନ୍ତି। ବାବା ପୁଣି ତମୋ ପ୍ରଧାନରୁ ସତ୍ତ୍ୱ ପ୍ରଧାନ କରୁଛନ୍ତି। ବାବା କହୁଛନ୍ତି ମୁଁ ତମୋ ପ୍ରଧାନ ଶରୀର ଏବଂ ତମୋ ପ୍ରଧାନ ଦୁନିଆକୁ ଆସିଛି। ଏବେ ସମଗ୍ର ଦୁନିଆ ତମୋ ପ୍ରଧାନ ହୋଇଯାଇଛି।
ମନୁଷ୍ୟ ତ ଏପରି କହିଦେଉଛନ୍ତି ସାରା ବିଶ୍ୱରେ କିପରି ଶାନ୍ତି ହେବ। ଜାଣୁନାହାନ୍ତି ଯେ ବିଶ୍ୱରେ ଶାନ୍ତି କେବେ ଥିଲା। ବାବା କହୁଛନ୍ତି ତୁମମାନଙ୍କ ଘରେ ଚିତ୍ର ଅଛି ନା? ଏମାନଙ୍କ ରାଜ୍ୟ ଥିବା ସମୟରେ ସାରା ବିଶ୍ୱରେ ଶାନ୍ତି ଥିଲା। ତାକୁ ସ୍ୱର୍ଗ କୁହାଯାଉଥିଲା। ନୂଆ ଦୁନିଆକୁ ହିଁ ହେଭେନ୍ ଗୋଲ୍ଡେନ୍ ଯୁଗ କୁହାଯାଏ। ଏବେ ଏହି ପୁରୁଣା ଦୁନିଆ ବଦଳିଯିବ। ପୁଣି ସେହି ରାଜଧାନୀ ସ୍ଥାପନ ହେଉଛି। ବିଶ୍ୱରେ ଏମାନଙ୍କର ରାଜ୍ୟ ଥିଲା। ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିରକୁ ବହୁତ ମନୁଷ୍ୟ ଯାଇଥାନ୍ତି। ଏ କଥା କ'ଣ ବୁଦ୍ଧିରେ ଅଛି ଯେ ଏଇମାନେ ହିଁ ଭାରତର ମାଲିକ ଥିଲେ? ଏମାନଙ୍କ ରାଜ୍ୟରେ ନିଶ୍ଚୟ ସୁଖ ଶାନ୍ତି ଥିଲା। ଏହା 5000 ବର୍ଷର କଥା, ଯେତେବେଳେ କି ଏମାନଙ୍କର ରାଜ୍ୟ ଥିଲା। ଅଧା କଳ୍ପ ପରେ ପୁଣି ପୁରୁଣା ଦୁନିଆ କୁହାଯାଉଛି। ସେଥିପାଇଁ ବ୍ୟବସାୟୀମାନେ ତାଙ୍କ ଖାତାରେ ସ୍ୱସ୍ତିକା ଅଙ୍କନ କରିଥାନ୍ତି। ଏହାର ଅର୍ଥ ମଧ୍ୟ ରହିଛି ନା? ସେମାନେ ତ ଗଣେଶ ବୋଲି କହିଦିଅନ୍ତି। ଗଣେଶଙ୍କୁ ପୁଣି ବିଘ୍ନ ବିନାଶକ ଦେବତା ଭାବିଥାନ୍ତି। ସ୍ୱସ୍ତିକାରେ ପୁରା 4 ଭାଗ ରହିଥାଏ। ଏସବୁ ଭକ୍ତି ମାର୍ଗ। ଏବେ ଦୀପାବଳି ପାଳନ କରୁଛନ୍ତି। ବାସ୍ତବରେ ଯୋଗର ଯାତ୍ରା ହିଁ ସତ୍ୟ ସତ୍ୟ ଦୀପାବଳି ଅଟେ, ଯାହାଦ୍ୱାରା ଆତ୍ମାର ଜ୍ୟୋତି 21 ଜନ୍ମ ପାଇଁ ଜାଗ୍ରତ ହୋଇଯାଉଛି। ବହୁତ ରୋଜଗାର ହେଉଛି। ତେଣୁ ତୁମେମାନେ ବହୁତ ଖୁସି ହେବା ଉଚିତ। ଏବେ ନୂଆ ଦୁନିଆ ପାଇଁ ତୁମର ନୂଆ ଖାତା ଆରମ୍ଭ ହେଉଛି। ତୁମମାନଙ୍କୁ 21 ଜନ୍ମର ଖାତା ଏବେ ଜମା କରିବାକୁ ହେବ। ଏବେ ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି, ନିଜକୁ ଆତ୍ମା ଭାବି ଶୁଣୁଛ? ଆତ୍ମା ଭାବି ଶୁଣିଲେ ଖୁସି ମଧ୍ୟ ରହିବ। ବାବା ଆମମାନଙ୍କୁ ପାଠ ପଢ଼ାଉଛନ୍ତି। ଭଗବାନ ବାଚ ମଧ୍ୟ ରହିଛି ନା? ଭଗବାନ ଜଣେ ଅଟନ୍ତି। ତେବେ ନିଶ୍ଚିତ ଭାବରେ ସେ ଆସି ଶରୀର ନେଉଥିବେ। ସେଥିପାଇଁ ଭଗବାନ ବାଚ କୁହାଯାଉଛି। ଏହା ମଧ୍ୟ କାହାକୁ ହେଲେ ଜଣା ନାହିଁ। ତେଣୁ ନେତି ନେତି କହିଦେଉଛନ୍ତି। କହୁଛନ୍ତି ମଧ୍ୟ ସେ ପରମ ପିତା ପରମାତ୍ମା। ପୁଣି କହିଦେଉଛନ୍ତି ଆମେ ଜାଣିନାହୁଁ। କହୁଛନ୍ତି ମଧ୍ୟ ଶିବ ବାବା। ବ୍ରହ୍ମାକୁ ମଧ୍ୟ ବାବା କହୁଛନ୍ତି। ବିଷ୍ଣୁକୁ କେବେ ବାବା କହିବେ ନାହିଁ। ପ୍ରଜାପିତା କୁହାଯାଉଛି। ତେଣୁ ବାବା ହେଲେ ନା? ତୁମେ ହେଉଛ ବିକେ। ପ୍ରଜାପିତା ନାଁ ନଥିବାରୁ କିଛି ବୁଝୁନାହାନ୍ତି। ଏତେ ଢେର ବିକେ ଅଛନ୍ତି, ତେବେ ନିଶ୍ଚିତ ପ୍ରଜାପିତା ମଧ୍ୟ ଥିବେ। ସେଥିପାଇଁ ପ୍ରଜାପିତା ଶବ୍ଦ ନିଶ୍ଚୟ ଲେଖ। ତେବେ ବୁଝିଯିବେ ଯେ ପ୍ରଜାପିତା ତ ଆମର ହିଁ ବାବା ଅଟନ୍ତି। ନୂଆ ସୃଷ୍ଟି ନିଶ୍ଚିତ ପ୍ରଜାପିତାଙ୍କ ଦ୍ୱାରା ହିଁ ରଚନା କରାଯାଉଛି। ଆମେ ସମସ୍ତେ ଆତ୍ମା, ପରସ୍ପର ଭାଇ ଭାଇ। ପୁଣି ଶରୀର ଧାରଣ କରି ଭାଇ ଭଉଣୀ ହୋଇଯାଉଛୁ। ବାବାଙ୍କର ସନ୍ତାନ ତ ଅବିନାଶୀ ଅଟନ୍ତି। ପୁଣି ସାକାରରେ ଭାଇ ଭଉଣୀ ଦରକାର। ତେଣୁ ନାମ ରହିଛି ପ୍ରଜାପିତା ବ୍ରହ୍ମା। କିନ୍ତୁ ଆମେ ବ୍ରହ୍ମାକୁ ସ୍ମରଣ କରୁନାହୁଁ। ସ୍ମରଣ ତ ଲୌକିକମାନଙ୍କୁ ଏବଂ ପାରଲୌକିକଙ୍କୁ କରିଥାନ୍ତି। ପ୍ରଜାପିତା ବ୍ରହ୍ମାକୁ କେହି ସ୍ମରଣ କରନ୍ତି ନାହିଁ। ଦୁଃଖରେ ବାବାଙ୍କୁ ସ୍ମରଣ କରନ୍ତି, ବ୍ରହ୍ମାକୁ ନୁହେଁ। କୁହନ୍ତି ହେ ଭଗବାନ, ହେ ବ୍ରହ୍ମା ବୋଲି କେବେ ହେଲେ କହନ୍ତି ନାହିଁ। ସୁଖରେ କାହାକୁ ବି ସ୍ମରଣ କରନ୍ତି ନାହିଁ। ସ୍ୱର୍ଗରେ ତ ସୁଖ ହିଁ ସୁଖ ରହିଛି, ଏ କଥା ମଧ୍ୟ କାହାକୁ ହେଲେ ଜଣା ନାହିଁ। ତୁମେମାନେ ଜାଣୁଛ। ବର୍ତ୍ତମାନ 3 ଜଣ ପିତା ଅଛନ୍ତି। ଭକ୍ତି ମାର୍ଗରେ ଲୌକିକ ଏବଂ ପାରଲୌକିକ ବାବାଙ୍କୁ ମନେ ପକାଇଥାନ୍ତି। ସତ୍ୟ ଯୁଗରେ କେବଳ ଲୌକିକ ପିତାଙ୍କୁ ମନେ ପକାଇଥାନ୍ତି। କିନ୍ତୁ ସଙ୍ଗମ ଯୁଗରେ 3 ଜଣଙ୍କୁ ମନେ ପକାଇଥାନ୍ତି। ଲୌକିକ ପିତା ମଧ୍ୟ ଥାନ୍ତି, କିନ୍ତୁ ଜାଣିଥାନ୍ତି ସେ ହେଉଛନ୍ତି ହଦ୍ର ପିତା। ତାଙ୍କଠାରୁ ହଦ୍ର ବର୍ଷା ମିଳୁଛି। ଏବେ ଆମକୁ ବେହଦ୍ର ଅସୀମ ବାବା ମିଳିଛନ୍ତି, ଯାହାଙ୍କଠାରୁ ବେହଦ୍ର ବର୍ଷା ମିଳୁଛି। ଏସବୁ ବୁଦ୍ଧିର କଥା। ଏବେ ବେହଦ୍ର ବାବା ବ୍ରହ୍ମାଙ୍କ ଶରୀରରେ ଆସିଛନ୍ତି ଆମମାନଙ୍କୁ ବେହଦ୍ର ସୁଖ ଦେବା ପାଇଁ। ତାଙ୍କର ହେଲେ ହିଁ ଆମେ ବେହଦ୍ର ବର୍ଷା ପାଇଥାଉ। ଏହା ଯେପରି ଦାଦାଙ୍କଠାରୁ ବର୍ଷା ମିଳୁଛି ବ୍ରହ୍ମା ଦ୍ୱାରା। ସେ କହୁଛନ୍ତି ମୁଁ ତୁମକୁ ବର୍ଷା ଦେଉଛି, ମୁଁ ପାଠ ପଢ଼ାଉଛି, ମୋ ପାଖରେ ଜ୍ଞାନ ଅଛି। ବାକି ନା ମନୁଷ୍ୟଠାରେ ଜ୍ଞାନ ଅଛି, ନା ଦେବତାମାନଙ୍କ ପାଖରେ ଜ୍ଞାନ ଅଛି। ଏହି ଜ୍ଞାନ କେବଳ ମୋ ପାଖରେ ଅଛି, ଯାହା ମୁଁ ତୁମମାନଙ୍କୁ ଦେଉଛି।
ଏହା ହେଉଛି ଆତ୍ମିକ ଜ୍ଞାନ। ତୁମେ ଜାଣିଛ ଆତ୍ମାର ପିତା ଶିବ ବାବାଙ୍କ ଦ୍ୱାରା ଆମକୁ ଏହି ପଦ ମିଳୁଛି। ଏହିପରି ବିଚାର ସାଗର ମନ୍ଥନ କରିବା ଉଚିତ। ଗାୟନ ମଧ୍ୟ ରହିଛି, ମନ କେ ଜିତେ ଜିତ, ମନ ସେ ହାରେ ହାର। ବାସ୍ତବରେ କହିବା ଦରକାର, ମାୟା ଉପରେ ବିଜୟ। କାହିଁକି ନା ମନକୁ ଜିତାଯାଏ ନାହିଁ। ମନୁଷ୍ୟ କହୁଛନ୍ତି ମନର ଶାନ୍ତି କିପରି ହେବ? ବାବା କହୁଛନ୍ତି ଆତ୍ମା କିପରି କହିବ ଯେ ମନର ଶାନ୍ତି ଦରକାର? ଆତ୍ମା ତ ହେଉଛି ଶାନ୍ତି ଧାମର ବାସିନ୍ଦା। ଆତ୍ମା ଶରୀରକୁ ଆସିବା ପରେ କାର୍ଯ୍ୟ କରିବାରେ ଲାଗିଯାଏ। ବାବା କହୁଛନ୍ତି ତୁମେ ଏବେ ସ୍ୱଧର୍ମରେ ସ୍ଥିତ ହୁଅ, ନିଜକୁ ଆତ୍ମା ବୋଲି ଭାବ। ଆତ୍ମାର ସ୍ୱଧର୍ମ ହେଉଛି ଶାନ୍ତି। ବାକି ଶାନ୍ତି କେଉଁଠି ଖୋଜିବ? ଏହା ଉପରେ ରାଣୀଙ୍କ ହାରର ମଧ୍ୟ ଉଦାହରଣ ରହିଛି। ସନ୍ନ୍ୟାସୀମାନେ ଏହି ଦୃଷ୍ଟାନ୍ତ ଦେଇ ପୁଣି ନିଜେ ଜଙ୍ଗଲକୁ ଯାଇ ଶାନ୍ତି ଖୋଜିଥାନ୍ତି। ବାବା କହୁଛନ୍ତି ତୁମ ଆତ୍ମା ମାନଙ୍କର ସ୍ୱଧର୍ମ ହେଉଛି ଶାନ୍ତି। ଶାନ୍ତି ଧାମ ତୁମର ଘର, ଯେଉଁଠାରୁ ତୁମେ ପାଠ କରିବାକୁ ଆସୁଛ। ଆତ୍ମାକୁ ଶରୀର ଦ୍ୱାରା କର୍ମ କରିବାକୁ ପଡ଼ୁଛି। ଶରୀରରୁ ଅଲଗା ହେଲେ ନିସ୍ତବ୍ଧ ହୋଇଯାଏ। ଆତ୍ମା ଯାଇ ଅନ୍ୟ ଏକ ଶରୀର ନେଇଥାଏ। ତେବେ ଚିନ୍ତା କାହିଁକି? କ'ଣ ଆତ୍ମା ଫେରି ଆସିବ କି? କିନ୍ତୁ ମୋହ ବିଚଳିତ କରିଥାଏ। ସେଠାରେ ତୁମକୁ ମୋହ ବିଚଳିତ କରିବ ନାହିଁ, କାରଣ ସେଠାରେ 5 ବିକାର ହିଁ ରହିବ ନାହିଁ। ରାବଣ ରାଜ୍ୟ ହିଁ ନାହିଁ। ତାହା ହେଲା ରାମ ରାଜ୍ୟ। ଯଦି ସବୁବେଳେ ରାବଣ ରାଜ୍ୟ ହେବ, ତେବେ ମନୁଷ୍ୟମାନେ ଥକିଯିବେ, କେବେ ହେଲେ ସୁଖ ଦେଖିପାରିବେ ନାହିଁ। ଏବେ ତୁମେ ଆସ୍ତିକ ହୋଇଛ ଏବଂ ତ୍ରିକାଳଦର୍ଶୀ ମଧ୍ୟ ହୋଇଛ। ମନୁଷ୍ୟମାନେ ବାବାଙ୍କୁ ହିଁ ଜାଣିନାହାନ୍ତି, ସେଥିପାଇଁ ନାସ୍ତିକ ବୋଲି କୁହାଯାଉଛି। ବର୍ତ୍ତମାନ ତୁମେ ଜାଣୁଛ, ଏହି ଶାସ୍ତ୍ର ଆଦି ଯାହା ଅତୀତ ହୋଇଯାଇଛି, ଏସବୁ ହେଲା ଭକ୍ତି ମାର୍ଗ। ବର୍ତ୍ତମାନ ତୁମେ ଜ୍ଞାନ ମାର୍ଗରେ ଅଛ। ବାବା ତୁମମାନଙ୍କୁ କେତେ ସ୍ନେହର ସହିତ ନୟନ ଉପରେ ବସାଇ ନେଇଯାଉଛନ୍ତି। ଗଳାର ହାର କରି ସମସ୍ତଙ୍କୁ ନେଇଯାଉଛନ୍ତି। ସମସ୍ତେ ତାଙ୍କୁ ଡାକୁଛନ୍ତି। ଯେଉଁମାନେ କାମ ଚିତା ଉପରେ ବସି କଳା ହୋଇଯାଇଛନ୍ତି, ତାଙ୍କୁ ଜ୍ଞାନ ଚିତା ଉପରେ ବସାଇ ହିସାବ କିତାବ ଚୁକ୍ତ କରାଇ ଘରକୁ ନେଇଯାଉଛନ୍ତି। ଏବେ ତୁମର କାମ ହେଉଛି ପାଠ ପଢ଼ିବା। ଅନ୍ୟ କୌଣସି କଥାରେ ଯିବା ଉଚିତ ନୁହେଁ। କିପରି ମରିବୁ, କ'ଣ ହେବ, ଏସବୁ କଥାରେ ଆମେ କାହିଁକି ଯିବୁ? ଏହା ତ ବିନାଶର ସମୟ। ସବୁ ହିସାବ କିତାବ ଚୁକ୍ତ କରି ଘରକୁ ଚାଲିଯିବା। ଏହି ବେହଦ ଡ୍ରାମାର ରହସ୍ୟ କେବଳ ତୁମମାନଙ୍କ ବୁଦ୍ଧିରେ ଅଛି। ଏହି ରହସ୍ୟକୁ ଆଉ କେହି ହେଲେ ଜାଣିନାହାନ୍ତି। ପିଲାମାନେ ଜାଣିଛନ୍ତି ଆମେ ବାବାଙ୍କ ପାଖକୁ ବେହଦର ବର୍ଷା ନେବା ପାଇଁ କଳ୍ପ କଳ୍ପ ଆସୁଛୁ। ଆମେ ହେଉଛୁ ଜୀବର ଆତ୍ମାମାନେ। ବାବା ମଧ୍ୟ ବ୍ରହ୍ମାଙ୍କ ଶରୀରରେ ଆସି ପ୍ରବେଶ କରିଛନ୍ତି। ବାବା କହୁଛନ୍ତି ମୁଁ ସାଧାରଣ ଶରୀରରେ ଆସୁଛି। ଏହାଙ୍କୁ ମଧ୍ୟ ବୁଝାଉଛି ଯେ ତୁମେ ନିଜର ଜନ୍ମକୁ ଜାଣିନାହଁ। ଆଉ କେହି ଏପରି କହିପାରିବେ ନାହିଁ ଯେ ପିଲାମାନେ ଦେହୀ ଅଭିମାନୀ ହୁଅ, ବାବାଙ୍କୁ ମନେ ପକାଅ। ଆଚ୍ଛା, ମିଠା ମିଠା ଶିକିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପ ଦାଦାଙ୍କୁ ନମସ୍ତେ 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 ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। ପ୍ରଥମ ପଏଣ୍ଟ, ଯୋଗର ଯାତ୍ରାରେ ରହି ସଚ୍ଚା ସଚ୍ଚା ଦୀପାବଳି ପ୍ରତିଦିନ ପାଳନ କରିବାକୁ ହେବ। ନିଜର ନୂଆ ଖାତା 21 ଜନ୍ମ ପାଇଁ ଜମା କରିବାକୁ ହେବ। ଯୋଗର ଯାତ୍ରାରେ ରହି ସଚ୍ଚା ସଚ୍ଚା ଦୀପାବଳି ପ୍ରତିଦିନ ପାଳନ କରିବାକୁ ହେବ। ନିଜର ନୂଆ ଖାତା 21 ଜନ୍ମ ପାଇଁ ଜମା କରିବାକୁ ହେବ। ଦ୍ୱିତୀୟ ପଏଣ୍ଟ, ଡ୍ରାମାର ରହସ୍ୟକୁ ବୁଦ୍ଧିରେ ରଖି ପାଠ ପଢ଼ା ବ୍ୟତୀତ ଅନ୍ୟ କୌଣସି କଥାରେ ଯିବାର ନାହିଁ। ନିଜର ସବୁ ହିସାବ କିତାବ ଚୁକ୍ତ କରିବାକୁ ହେବ। ଡ୍ରାମାର ରହସ୍ୟକୁ ବୁଦ୍ଧିରେ ରଖି ପାଠ ପଢ଼ା ବ୍ୟତୀତ ଅନ୍ୟ କୌଣସି କଥାରେ ଯିବାର ନାହିଁ। ନିଜର ସବୁ ହିସାବ କିତାବ ଚୁକ୍ତ କରିବାକୁ ହେବ। ବରଦାନ, ଆତ୍ମ ଅଭିମାନୀ ସ୍ଥିତି ଦ୍ୱାରା ବ୍ୟର୍ଥ କଥାର ଷ୍ଟକକୁ ସମାପ୍ତ କରୁଥିବା ଖୁସି ରୂପୀ ସମ୍ପତ୍ତିରେ ସମ୍ପନ୍ନ ଭବ।
ଆତ୍ମ ଅଭିମାନୀ ସ୍ଥିତି ଦ୍ୱାରା ବ୍ୟର୍ଥ କଥାର ଷ୍ଟକକୁ ସମାପ୍ତ କରୁଥିବା ଖୁସି ରୂପୀ ସମ୍ପତ୍ତିରେ ସମ୍ପନ୍ନ ଭାବ। ନିଜର ଆତ୍ମ ଅଭିମାନୀ ସ୍ଥିତି ଦ୍ୱାରା ବ୍ୟର୍ଥ କଥାର ଷ୍ଟକକୁ ସମାପ୍ତ କର, ନଚେତ ପରସ୍ପରର ଅବଗୁଣକୁ ବର୍ଣ୍ଣନା କରି କରି ରୋଗ ବେମାରୀର ଜୀବାଣୁ ଗୁଡ଼ିକୁ ବାୟୁମଣ୍ଡଳରେ ଖେଳାଇ ଚାଲିଥିବ, ଯାହାଦ୍ୱାରା ବାତାବରଣ ଦୁର୍ବଳ ହେବ। ତୁମ ପାଖକୁ ଅନେକ ପ୍ରକାରର ମନୋଭାବ ରଖି ଅନେକ ଆତ୍ମା ଆସିବେ, କିନ୍ତୁ ସେମାନେ ତୁମଠାରୁ କେବଳ ଶୁଭ ଭାବନାର କଥା ହିଁ ନେଇକରି ଯାଆନ୍ତୁ, ଏବଂ ଏହା ସେତେବେଳେ ହୋଇପାରିବ ଯେତେବେଳେ ତୁମ ପାଖରେ ଖୁସି ହେବା ଭଳି କଥା ବହୁତ ମାତ୍ରାରେ ଷ୍ଟକ୍ ଜମା ଥିବ। ଯଦି ମନ ଭିତରେ କାହା ପ୍ରତି କୌଣସି ବ୍ୟର୍ଥ କଥା ଥିବ, ତେବେ ଯେଉଁଠି ବ୍ୟର୍ଥ କଥା ଥିବ ସେଠାରେ ବାବା ନଥିବେ, ପାପ ଥିବ। ସ୍ଲୋଗାନ: ଯଦି ସ୍ମୃତି ରୂପୀ ସୁଇଚ୍ ଅନ୍ ଥିବ, ତେବେ ମୁଡ୍ ଅଫ୍ ହୋଇପାରିବ ନାହିଁ। ଯଦି ସ୍ମୃତି ରୂପୀ ସୁଇଚ୍ ଅନ୍ ଥିବ, ତେବେ ମୁଡ୍ ଅଫ୍ ହୋଇପାରିବ ନାହିଁ। ଅବ୍ୟକ୍ତ ଇସାରା: ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ଯିଏ ଯେତେ ଅଧିକ ବ୍ୟସ୍ତ ରହୁଥିବେ, ସେହି ଅନୁସାରେ ତାଙ୍କୁ ସେତେ ଅଧିକ ଏହି ଅଭ୍ୟାସ କରିବା ଜରୁରୀ ଅଟେ। ତା ଦ୍ୱାରା ସେବା କରିବାରେ ମଝିରେ ମଝିରେ ଯେଉଁ କ୍ଳାନ୍ତିର ଅନୁଭବ କରୁଛ ବା ପରସ୍ପର ଭିତରେ କିଛି ନା କିଛି ହଲଚଲ ହୋଇଯାଉଛି, ତାହା ହେବ ନାହିଁ। ଯଦି ଗୋଟିଏ ସେକେଣ୍ଡରେ ଦେହଠାରୁ ଅଲଗା ହେବାର ଅଭ୍ୟାସ ଥିବ, ତେବେ ଯଦି କୌଣସି ସେଭଳି କଥା ଆସିଗଲା, ତେବେ ଗୋଟିଏ ସେକେଣ୍ଡରେ ନିଜର ଅଭ୍ୟାସ ଦ୍ୱାରା ଏହିସବୁ କଥାରୁ ଦୂରେଇ ଯାଇପାରିବା। ଭାବିବା ମାତ୍ରକେ ହୋଇଯିବ, ଯୁଦ୍ଧ କରିବାକୁ ପଡ଼ିବ ନାହିଁ। ଓମ୍ ଶାନ୍ତି। କହୁଛନ୍ତି ଜ୍ଞାନ ସାଗର, ଶୁଣ ବ୍ରହ୍ମା କୁମାର। ମାନବକୁ କରୁ ଦେବତା, ତୁ ସତ୍ୟ ଯାଦୁକର। ସମ୍ମାନର ସହ ଉତ୍ତୀର୍ଣ୍ଣ ହେବ ମିଠା ସନ୍ତାନ। ବିଜୟମାଳାରେ ଆସିବ ତୁମ ଲକ୍ଷ୍ୟ ମହାନ। ଏକମାତ୍ର ବାବା ସ୍ମରିବ, ଭୁଲି ଦେହାଭିମାନ। ହିସାବ ତୁଟାଇ ଯିବ ହେ, ତୁମେ ବାବା ସଦନ। ଦ୍ୱିମୁକୁଟଧାରୀ ହୋଇବ, ରଖି ଆତ୍ମିକ ନଶା। ସରବ ସମ୍ବନ୍ଧ କାଟିବ, ଏକ ବାବା ଭରସା। ମନରେ ସ୍ମରିବ ବାବାଙ୍କୁ, ସଦା ରହି ଗୋପନ। ସ୍ୱଦର୍ଶନ ଚକ୍ର ଘୂରାଅ, କରି ଆତ୍ମଚିନ୍ତନ। ଡବଲ ଲାଇଟ୍ ସ୍ୱରୂପେ ବିଘ୍ନ ଯିବ ଦୂରେଇ। ପୁରୁଷାର୍ଥ ତୀବ୍ର ହୋଇବ, ବିକର୍ମ ନାଶ ହୋଇ। ସଦା ଖୁସିରେ ଯେ ରହିବ, ଖୁସି ବାଣ୍ଟିବ ଜନ। ତେବେ ଯାଇ ତୁମେ ହୋଇବ ସଚ୍ଚା ବ୍ରହ୍ମାନନ୍ଦନ।